ନୂଆ ଦୀପ ଆଣିବେ ନା ତାକୁ ପାଣିରେ ଏମିତି ବତୁରେଇକି ରଖିଦେବେ। ବହୁତ ଜଣଟା ଜାଣିନଥାନ୍ତି। ଆମର ତ ଦିନ ବେଳେ ରୁଟି, ପ୍ରାୟ ଆମ ଘରେ ସବୁଦିନ ରୁଟି ହୁଏ ହେଲା। ଆଉ ବାକି କିଏ ଦିନ କେମିତି ଭାତ କରେ, ଯେମିତି କାଲି ଭାତ କରିଥିଲି। ଆଉ ଆଜି ଭାତ କରିନି, ସେଇଥିପାଇଁ କାଲି ଯେହେତୁ ଭାତ ହେଇଥିଲା, ଭାତ ଏତେ ପସନ୍ଦ କରନ୍ତିନି ଛୁଆମାନେ, ତ ରୁଟି ସହିତ କିସ କିସ ତରକାରୀ କରିଛି ଆପଣମାନଙ୍କୁ ଦେଖଉଛି ହେଲା। ରୁଟି କରିବାର ବି ନା ଗୋଟେ ତରିକା ଅଛି। ରୁଟିଟା ସିଧା ବେଲି ଦେଇକି ଆଣିକି ତାୱାରେ ପକେଇଦେବେ, ତାକୁ ବେଲିକି ବିଲକୁଲ ବି ରଖିବେନି। ରଖିଲା ମାନେ ସେ ରୁଟିଟା ଜମା ବି ଫୁଲେନି। ଆଉ ଯେତେ କମ ପାରିବେ ଅଟା ଦେଇକି ବେଲିବେ ହେଲା। ଏଇଟା ଗୋଟେ ରୁଟି ବନେଇବାର ଗୋଟେ ବଢିଆ ତରିକା। ଆପଣମାନେ କେମିତି ରୁଟି ବେଲିକି ରଖିଦେଇକି ବନାନ୍ତି ନା ଏମିତି ଖାଲି ଖାଲି ପୁରା ଯେମିତି ଡାଇରେକ୍ଟ ଆଣିକି ସେକିକି ପକାନ୍ତି? ଦିନ ବେଳେ ରୁଟି ଖାଆନ୍ତି ନା ଭାତ ଖାଆନ୍ତି? ମତେ କମେଣ୍ଟରେ କହିବେ ହେଲା। କାଲି ଆପଣମାନେ ସବୁ କିସ କିସ ଦିନ ବେଳେ ଖାଇଲେ ବ୍ରତରେ? ସୋମବାର, ଶ୍ରାବଣ ମାସରେ ତ ଏବେ ଆଇଁଷ ପ୍ରାୟ ଖିଆ ହୁଏନି, ବହୁତ ଜଣ ଖାଆନ୍ତିନି, ମୁଁ ତ ଖାଏନି। ଆଉ ବହୁତ ଜଣ ଖାଆନ୍ତି ବି, କିଛି ମାନନ୍ତିନି। ସେଟା ନିଜ ଭକ୍ତି ବିଶ୍ୱାସ ଉପରେ ନିର୍ଭର କରେ। ଯାହାକୁ ଯାହା ଭଲ ଲାଗୁଛି ସେଇଟା କରିବା ଉଚିତ। ଏଟା ନୁହେଁ ଯେ ଖାଲି ଆଇଁଷ ଖାଇଦେଲେ ଅସୁବିଧା, କି ନ ଖାଇଲେ ବି ବହୁତ ସୁବିଧା। ସେମିତି କିଛି ନୁହେଁ, ଯାହାକୁ ଯେଟା ଇଚ୍ଛା ହବ ସେ ସେଇଟା କଲେ ସେଇଥିରେ ଠିକ ଅଛି। ରୁଟି ଗୁଡା ହେଇଗଲାଣି। ଆଉ ତ କିଛି ଦିନ ପରେ ଆମ କଲେଜ ଖୋଲିବ ଛୁଆଙ୍କ। ଆଜି କି ସୁନ୍ଦର ଫୁଲିବ, ଏମିତି କରିବେ ସେ ପୁରା ରୁଟି ପୁରା ପୁରୀ ଭଳିଆ ଫୁଲିଯିବ। ତାପରେ ପୁଣି ଗୋଟେ ପଟ ଦେବେ। ବଢିଆ ଫୁଲିଛି ନା? ବଢିଆ ଫୁଲେ। ରୁଟିଟା ଠିକ ସେ ନ ଫୁଲିଲେ ବି ନା କେତେ ବଢିଆ ହେଇଛି କଲରଟା ଦେଖନ୍ତୁ। କାଙ୍କଡ ଟିକେ ପକେଇଛି, ଆଉ ପୋଟଳ ଆଉ ଆଳୁ। କାଙ୍କଡ ପକେଇଲେ ମୋ ଛୁଆମାନେ ଭଲ ପାଆନ୍ତିନି, ମୁଁ କାଙ୍କଡ ଗୁଡା ବାଛିକି ଖାଏ। ଆମର ଯିଏ ସବୁ କାଙ୍କଡ ନ ଖାଏ ସିଏ ପୋଟଳ ଖାଇବ, ଯିଏ ପୋଟଳ ଖାଇବ ସିଏ କାଙ୍କଡ ଖାଇବନି। ଏତେ ବଢିଆ ହେଇଛି ଆଉ କୁହା ନଯାଏ। ଆଉ ତା ସହିତ ଏଇଟା ଏଇଟା ହଉଛି କୁନ୍ଦୁରି ଆଳୁ ଭଜା, ଆଉ ଏଇଟା ହଉଛି ଆଳୁ ପୋଟଳ ତରକାରୀ, ଆଉ ଏଇଟା ହଉଛି ରୁଟି। ଆଜିର ଥାଳି ହଉଛି ଏଇଟା। ଏଇଗୁଡ଼ା ସବୁ ଟିକେ ଟିକେ ରୋଷେଇ କରିଥିଲି। ଆପଣମାନଙ୍କୁ କେମିତି ଲାଗୁଛି କହିବେ। ଯଦି ଭଲ ଲାଗିଥିବ ତେବେ ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ନୂଆ ଦୀପ ଆଣିବେ ନା ତାକୁ ପାଣିରେ ଏମିତି ବତୁରେଇକି ରଖିଦେବେ। ବହୁତ ଜଣଟା ଜାଣିନଥାନ୍ତି, ପାଣିରେ ବତୁରେଇକି ରଖିଦେଲେ ସେ ତା ଯାହା ସକ୍ କରିବା କଥା ସକ୍ କରିନେଇଥିବ। ତାପରେ ଆଉ ଯାହା ତାପରେ ରହିଗଲା, ସିଏ ତାର ତେଲ ଯେତେବେଳେ ଦେବେ ସେତେବେଳେ ଆଉ ବେଶୀ ତେଲ ନେବନି, କାହିଁକିନା ଏଠି ପାଣିରେ ସିଏ ତାର ସକ୍ କରିକିରି ନେଇଛି ଯାହା ଯେତିକି ଚୁଷିବା କଥା। ତାପରେ ତାକୁ ଶୁଖେଇ ଦେବେ ଭଲକି। ଶୁଖେଇ ଦେଇକି ତାକୁ ଦୀପ ଜଳେଇବେ। ତେଲ ଦିଅନ୍ତୁ, ଘିଅ ଦିଅନ୍ତୁ, ଯାହା ଦିଅନ୍ତୁ, ବହୁତ ବଢ଼ିଆ ତାପରେ ହୁଏ। ଆଉ ବେଶୀ ତାପରେ ତେଲ ନା ଜମା ବି ସକ୍ କରେନି। ଏଇଟା ଗୋଟେ ବହୁତ ବଢ଼ିଆ ଟିପ୍ସ। ଆପଣମାନେ ଯଦି ଜାଣିନଥିବେ ଏଇଟା ଥରେ କରିକି ଦେଖନ୍ତୁ, ବହୁତ ସୁନ୍ଦର କାମ ଦିଏ ଏଇଟା। ଆମର ପ୍ରତ୍ୟେକ ଓଡ଼ିଆ ଘରେ ବର୍ଷା ହଉ କିମ୍ବା ଶୀତ ଦିନ ହଉ ପକୁଡ଼ି ଟିକେ ହବ ହିଁ ହବ। ମୁଁ ଆଜି ଆଳୁ ପିଆଜ ପକେଇ ଦେଇକିରି ଟିକେ ପକୁଡ଼ି କରିଦଉଛି। ଆଉ ତା ସହିତ ନା ଏଇ ମୋଟା ଲଙ୍କା ଗୁଡ଼ା, ଏଇଟା ବେଶୀ ଟେଷ୍ଟି ଲାଗେ, ଏଗୁଡ଼ା ବି ଦିଟା ଦେଇଛି। ଯଦିଓ ତେଲ ଛଙ୍କା ଜିନିଷ ଏତେ କେହି ପସନ୍ଦ ଆମ ଘରେ କରନ୍ତିନି, କିନ୍ତୁ ମୋତେ ତ ପସନ୍ଦ ଲାଗେ। ମୁଁ ସେଇଥିପାଇଁ ବର୍ଷା ହଉ ଶୀତ ହଉ ଟିକେ ପକୁଡ଼ି, ଗରମ ଦିନରେ ବି ପକୁଡ଼ି ଆକ୍ଚୁଆଲି ହୁଏ। ଆମର ଓଡ଼ିଆ ଘରେ ପକୁଡ଼ିଟା କେହି ଗୋଟେ ଯଦି ଗେଷ୍ଟ ଆସିଛି ଟିକେ ପକୁଡ଼ି କରିଦିଅ, ଯଦି ସକାଳେ କିଛି ମୁଢ଼ିରେ ଖାଇତେ ନାହିଁ ପକୁଡ଼ି କରିଦିଅ, କିଛି ଗୋଟେ ଖୁସି ହେଲେ ପକୁଡ଼ି କରିଦିଅ। ଆମର ପକୁଡ଼ିଟା ନହେଲେ ହବନି। ତ ଆପଣମାନେ ପକୁଡ଼ି ପିଆଜ ଆଳୁ ମିଶା ଖାଇତେ ଭଲ ପାଆନ୍ତି ନା ଅନ୍ୟ କିଛି ପକୁଡ଼ି? ଆଳୁଚପଟା ଆକ୍ଚୁଆଲି ମୋତେ ଟିକେ ବେଶୀ ଭଲ ଲାଗେ। ସେଦିନ ଥରେ ଆଳୁଚପ ହେଇଥିଲା, ଆଉ ଆଜି ଆଳୁଚପ କରିନି, କାରଣ ପକୁଡ଼ିଟା କଲେ ଟିକେ ଜଲ୍ଦି ହେଇଯାଏ, ମାନେ ଫଟାଫଟ ହେଇଯାଉଛି ନା। ବଢ଼ିଆ ନହେଲେ ଖାଇତେ ଇଚ୍ଛା ହିଁ ହବନି। ମୋ ସବୁ ବଢ଼ିଆ ବଢ଼ିଆ ଦରକାର, ଖାସ୍ କରିକି ଖାଇବା ଜିନିଷ। ବହୁତ ଟେଷ୍ଟି ହେଇଛି ପକୁଡ଼ିଟା। ଗରମ ଗରମ ଯେ ବିଟ ଲୁଣ ଆଉ ଟିକେ ଗୋଲମରିଚ ଗୁଣ୍ଡ,
बहुत टेस्टी ହେଇଛି। ଆପଣମାନେ ଯଦି ଖାଇବେ ତ କୁହନ୍ତୁ। ଯଦି ଭଲ ଲାଗୁଥିବ ମୋ ଭିଡ଼ିଓ ତାହେଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଆଉ ଥରେ ନୂଆ ନୂଆ ଭିଡ଼ିଓ ନେଇକି ଆସିବି। ରହୁଛି। ଜୟ ଜଗନ୍ନାଥ।